ଆସନ୍ତୁ ସିଧାସଳଖ ଆଜିର ଏହି ବିଶ୍ଳେଷଣ ଆରମ୍ଭ କରିବା। ଆମେ ସମସ୍ତେ ଜାଣୁ ଯେ ସିଏଚ୍ଏସ୍ସି ଓଡ଼ିଶା କମର୍ସର 50 ପୃଷ୍ଠାର ସିଲାବସ୍ ଦେଖିବାକୁ କେତେ ଭୟଙ୍କର ଲାଗେ ନା? କିନ୍ତୁ ବ୍ୟସ୍ତ ହେବାର କିଛି ନାହିଁ। ଆଜି ଆମେ ସେହି ବିଶାଳ ସିଲାବସ୍କୁ ଭାଙ୍ଗି ଏକଦମ ସ୍ପଷ୍ଟ, ସହଜ ଏବଂ ଖୁବ୍ କାର୍ଯ୍ୟକାରୀ ଷ୍ଟଡି ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଯାଉଛୁ। କମର୍ସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ପରଫେକ୍ଟ ଗାଇଡ୍ ଭାବରେ କାମ କରିବ। ତେବେ ଆମର ଏହି ପ୍ରସ୍ତୁତିର ରଣନୀତି କେମିତି ରହିବ? ପ୍ରଥମେ କମର୍ସ ଷ୍ଟ୍ରିମ୍ର ଏକ ସାମଗ୍ରିକ ଚିତ୍ର ବା ବ୍ଲୁପ୍ରିଣ୍ଟ ଦେଖିବା। ତାପରେ ବାଧ୍ୟତାମୂଳକ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା, କୋର୍ ଇଲେକ୍ଟିଭକୁ କିପରି ହ୍ୟାଣ୍ଡେଲ୍ କରିବେ ତାହା ଦେଖିବା ଏବଂ ଶେଷରେ ଫାଇନାଲ ଏକ୍ଜାମ୍ ପ୍ୟାଟର୍ନ ଏବଂ ସ୍କୋରିଂ ଷ୍ଟ୍ରାଟେଜି ଉପରେ ନଜର ପକାଇବା। ଆସନ୍ତୁ ଆମର ପ୍ରଥମ ବିଭାଗରୁ ଆରମ୍ଭ କରିବା। ଦି କମର୍ସ ଷ୍ଟ୍ରିମ୍ ବ୍ଲୁପ୍ରିଣ୍ଟ। ସାମଗ୍ରିକ ପାଠ୍ୟକ୍ରମର ରୂପରେଖାକୁ ଟିକେ ବୁଝିନେବା। ଏକଥା ସ୍ପଷ୍ଟ କରିଦେବା ଭଲ ଯେ ଏଠାରେ ଆମେ ଯେଉଁ ସବୁ ତଥ୍ୟ ଆଲୋଚନା କରୁଛୁ ତାହା ସିଧାସଳଖ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ବା ସିଏଚ୍ଏସ୍ସି ଓଡ଼ିଶାର ଅଫିସିଆଲ ଗାଇଡଲାଇନ୍ସରୁ ନିଆଯାଇଛି, ମାନେ ସମ୍ପୂର୍ଣ୍ଣ ସଠିକ୍ ଏବଂ ପ୍ରାମାଣିକ ତଥ୍ୟ, କୌଣସି ଅନୁମାନ ନୁହେଁ। ଦେଖନ୍ତୁ, ଛାତ୍ରଛାତ୍ରୀଙ୍କ ଉପରୁ ଚାପ କମାଇବା ପାଇଁ ପାଠ୍ୟକ୍ରମକୁ ଦୁଇ ଭାଗରେ ବାଣ୍ଟି ଦିଆଯାଇଛି। ପ୍ରଥମ ବର୍ଷର ପରୀକ୍ଷା କେବଳ କଲେଜ ସ୍ତରରେ ହୁଏ। ଏହାକୁ ଏକ ପ୍ରାକ୍ଟିସ୍ ମ୍ୟାଚ୍ ଭଳି ଭାବିପାରିବେ, ଯାହା କେବଳ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବା ପାଇଁ ଦରକାର। କିନ୍ତୁ ଅସଲ ଖେଳ ହେଉଛି ଦ୍ୱିତୀୟ ବର୍ଷର କାଉନସିଲ୍ ପରୀକ୍ଷା। ଏହା ହିଁ ଚୂଡ଼ାନ୍ତ ଫଳାଫଳ ବା ଫାଇନାଲ ପାସ୍ ସାର୍ଟିଫିକେଟ୍ ନିର୍ଦ୍ଧାରଣ କରିଥାଏ। ବର୍ତ୍ତମାନ ଆମେ ଦ୍ୱିତୀୟ ବିଭାଗକୁ ଯିବା, ମାଷ୍ଟରିଂ କମ୍ପଲସରି ସବଜେକ୍ଟସ୍। ଏହା ହେଉଛି ଆମର ପ୍ରାଥମିକ ଜ୍ଞାନ ଆହରଣର ପର୍ଯ୍ୟାୟ। ପ୍ରତ୍ୟେକ କମର୍ସ ଷ୍ଟୁଡେଣ୍ଟଙ୍କ ପାଇଁ ଏହି 5ଟି ବିଷୟ ବାଧ୍ୟତାମୂଳକ: ଇଂରାଜୀ, ମଡର୍ଣ୍ଣ ଇଣ୍ଡିଆନ୍ ଲାଙ୍ଗୁଏଜ ବା MIL, ପରିବେଶ ଶିକ୍ଷା, ଯୋଗ ଏବଂ ବେସିକ୍ କମ୍ପ୍ୟୁଟର। ଏହି ବିଷୟଗୁଡ଼ିକ କେବଳ ମାର୍କ ପାଇଁ ନୁହେଁ, ବରଂ ଏକ ଦୃଢ଼ ମୂଳଦୁଆ ଗଠନ କରିବା ପାଇଁ ଡିଜାଇନ୍ କରାଯାଇଛି। ଏଗୁଡ଼ିକ ଆମକୁ ଭାଷାଜ୍ଞାନ ସହିତ ପରିବେଶ, ଶାରୀରିକ ଏବଂ ବୈଷୟିକ ଦିଗରେ ଅପଡେଟ୍ ରଖିବାରେ ସାହାଯ୍ୟ କରେ। ଆଉ ଗୋଟିଏ ମଜେଦାର କଥା ହେଉଛି MIL ପାଇଁ ଥିବା ବିକଳ୍ପ। ଏଠାରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଭାଷା ପଢ଼ିବାକୁ କେହି ବାଧ୍ୟ ନୁହନ୍ତି। ନିଜ ପସନ୍ଦ ଏବଂ ସୁବିଧା ଅନୁସାରେ ଓଡ଼ିଆ, ହିନ୍ଦୀ, ବେଙ୍ଗଲୀ, ତେଲୁଗୁ, ଉର୍ଦ୍ଦୁ, ସଂସ୍କୃତ କିମ୍ବା ଆଲ୍ଟରନେଟିଭ୍ ଇଂରାଜୀ ମଧ୍ୟରୁ ଯେକୌଣସି ଗୋଟିଏକୁ ବାଛିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ରହିଛି। ଧ୍ୟାନ ଦେବେ, ପରିବେଶ ଶିକ୍ଷାକୁ କେବଳ ଗୋଟିଏ ବୋରିଂ ଥିଓରି ପେପର ଭାବି ଭୁଲ କରିବେ ନାହିଁ। 100 ମାର୍କରୁ ପୁରା 30 ମାର୍କ କେବଳ ପ୍ରୋଜେକ୍ଟ ୱାର୍କ ପାଇଁ ରହିଛି। ଆଖପାଖର ପରିବେଶ ପ୍ରଦୂଷଣ ବା ସମ୍ବଳର ବ୍ୟବହାର ଭଳି ବାସ୍ତବ ସମସ୍ୟା ଉପରେ କାମ କରିବାକୁ ପଡ଼ିବ। ସତ କହିବାକୁ ଗଲେ ସହଜରେ ନିଜର ମୋଟ ସ୍କୋରକୁ ବଢ଼ାଇବା ପାଇଁ ଏହା ଏକ ବଢ଼ିଆ ସୁଯୋଗ। ସେହିଭଳି ଯୋଗ ଏବଂ ବେସିକ୍ କମ୍ପ୍ୟୁଟର ଏଜୁକେସନ୍ ପାଇଁ ରଣନୀତି ଟିକେ ଅଲଗା। ଏହା 2ଟି ପର୍ଯ୍ୟାୟରେ ବିଭକ୍ତ। ପ୍ରଥମ ବର୍ଷ କେବଳ 50 ମାର୍କର ଥିଓରି ପରୀକ୍ଷା ଦେବାକୁ ପଡ଼ିବ, କିନ୍ତୁ ଦ୍ୱିତୀୟ ବର୍ଷରେ ତାହା ସମ୍ପୂର୍ଣ୍ଣ ପ୍ରାକ୍ଟିକାଲ ହୋଇଯିବ, ଯାହା ଆଉ 50 ମାର୍କର। ଏହି ଦୁଇଟି ମିଶି ଆପଣଙ୍କୁ ଚୂଡ଼ାନ୍ତ ସାର୍ଟିଫିକେଟରେ ଗ୍ରେଡ୍ ଆକାରରେ ପ୍ରତିଫଳିତ ହେବ। ତେଣୁ ଉଭୟ ଉପରେ ସମାନ ଧ୍ୟାନ ଦେବା ନିହାତି ଜରୁରୀ। ଠିକ୍ ଅଛି, ଏବେ ଆମେ ତୃତୀୟ ବିଭାଗକୁ ଆସିଗଲେ, ଟ୍ୟାକ୍ଲିଂ କୋର୍ କମର୍ସ ଇଲେକ୍ଟିଭ୍ସ। ଅର୍ଥାତ୍ ଏବେ ପ୍ରକୃତ କମର୍ସର ମୁଖ୍ୟ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା। ଆକାଉଣ୍ଟାନ୍ସି, ବିଜନେସ୍ ଷ୍ଟଡିଜ୍ ଆଣ୍ଡ ମ୍ୟାନେଜମେଣ୍ଟ ଏବଂ ବିଜନେସ୍ ମ୍ୟାଥମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ। ଏହି ତିନୋଟି ହୋଇଛି କମର୍ସ ଷ୍ଟ୍ରିମ୍ର ହେଭିୱେଟ୍ ଚାମ୍ପିୟନ୍। ଏଗୁଡ଼ିକ କମ୍ପଲସରି ଇଲେକ୍ଟିଭ୍, ଯାହାର ଅର୍ଥ ହେଉଛି ଏଥିରୁ ବର୍ତ୍ତିବାର କୌଣସି ବାଟ ନାହିଁ। ପ୍ରଥମ ଏବଂ ଦ୍ୱିତୀୟ ଉଭୟ ବର୍ଷ ମିଶାଇ ମୋଟ 200 ମାର୍କ ପାଇଁ ଏହି ତିନୋଟି ବିଷୟକୁ ଗଭୀରତାର ସହ ପଢ଼ିବାକୁ ହିଁ ପଡ଼ିବ। ଏବେ ଚତୁର୍ଥ ଇଲେକ୍ଟିଭ୍ କଥା ଦେଖିବା। ଏଠାରେ ନିଜ ପସନ୍ଦର ଗୋଟିଏ ଗ୍ରୁପ୍ ବାଛିବାକୁ ହେବ। ମଜା କଥା ହେଉଛି ଗ୍ରୁପ୍ର ବିଷୟଗୁଡ଼ିକ ଗୋଟିଏ ଚେନ୍ ଭଳି ଯୋଡ଼ି ହୋଇଛନ୍ତି। ଉଦାହରଣ ସ୍ୱରୂପ, ଯଦି ଗ୍ରୁପ୍ 1 ବଛାଯାଏ, ତେବେ ପ୍ରଥମ ବର୍ଷ ବ୍ୟାଙ୍କିଂ ଆଣ୍ଡ ଇନ୍ସ୍ୟୁରାନ୍ସର ବେସିକ୍ସ ପଢ଼ିବେ ଆଉ ଦ୍ୱିତୀୟ ବର୍ଷ ତାହା କଷ୍ଟ ଆକାଉଣ୍ଟିଂକୁ ଅପଗ୍ରେଡ୍ ହୋଇଯିବ। ଅର୍ଥାତ୍ ଫାଉଣ୍ଡେସନରୁ ଆଡଭାନ୍ସ ଲେଭେଲକୁ ଏକ ସୁନ୍ଦର ପ୍ରଗତି। ତେଣୁ ନିଜ କ୍ୟାରିୟର ଲକ୍ଷ୍ୟ ଅନୁସାରେ ଏଠାରେ ସଠିକ୍ ଗ୍ରୁପ୍ ବାଛିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଶେଷରେ ଆମେ ପହଞ୍ଚିଗଲେ ଚତୁର୍ଥ ବିଭାଗରେ, ଏକ୍ଜାମ୍ ପ୍ୟାଟର୍ନ ଆଣ୍ଡ ଷ୍ଟ୍ରାଟେଜି। ଆସନ୍ତୁ ଆମର ଚୂଡ଼ାନ୍ତ ଯୁଦ୍ଧନୀତି ପ୍ରସ୍ତୁତ କରିବା। ମନରେ ପ୍ରଶ୍ନ ଆସୁଥିବ, ସର୍ବାଧିକ ସ୍କୋର କରିବା ପାଇଁ ଫାଇନାଲ ମାର୍କଗୁଡ଼ିକ ପ୍ରକୃତରେ କେମିତି ବଣ୍ଟାଯାଇଛି? ଦେଖନ୍ତୁ, ହାର୍ଡୱାର୍କ ସହ ସ୍ମାର୍ଟୱାର୍କ ମଧ୍ୟ ଦରକାର। ପରୀକ୍ଷାର ଢାଞ୍ଚାକୁ ଠିକ୍ ଭାବରେ ବୁଝିଗଲେ କମ୍ ସମୟରେ ଅଧିକ ସ୍କୋର କରିବାର ଟ୍ରିକ୍ ସହଜରେ ଆପଣାଇ ହେବ। ଏହି ବିଭାଜନଟିକୁ ଟିକେ ଧ୍ୟାନରେ ଦେଖନ୍ତୁ। ମୋଟ 100 ମାର୍କରୁ ଏକ ବିଶାଳ 70% ଅଂଶ କେବଳ ଅବଜେକ୍ଟିଭ୍ ଏବଂ ସର୍ଟ ଆନ୍ସର ପ୍ରଶ୍ନ ପାଇଁ ରଖାଯାଇଛି। ବାକି ରହିଲା ମାତ୍ର 30% ଲଙ୍ଗ ଆନ୍ସର ପାଇଁ। ଏଥିର କ'ଣ ବୁଝିଲେ? ଆମର ପ୍ରାଥମିକ ଫୋକସ୍ ବଡ଼ ବଡ଼ ନୋଟ୍ସ ଘୋଷିବା ଅପେକ୍ଷା ସିଲାବସ୍ର ଛୋଟ ଛୋଟ କନସେପ୍ଟକୁ କ୍ଲିୟର କରିବା ଉପରେ ହେବା ଉଚିତ।
ସେଠାରୁ ହିଁ ମ୍ୟାକ୍ସିମମ୍ ମାର୍କ ଆସିବ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା, ସବୁ ପେପର କେବଳ 100 ମାର୍କର ଥିଓରି ନୁହେଁ। ଯେଉଁ ବିଷୟଗୁଡ଼ିକରେ ପ୍ରୋଜେକ୍ଟ ଅଛି ସେଠାରେ ଥିଓରି ପାଇଁ 80 ଆଉ ପ୍ରୋଜେକ୍ଟ ପାଇଁ 20 ମାର୍କ ରହିଛି। ସେହିପରି ପ୍ରାକ୍ଟିକାଲ ଥିବା ବିଷୟରେ 70 ମାର୍କର ଥିଓରି ଏବଂ 30 ମାର୍କର ପ୍ରାକ୍ଟିକାଲ ହେବ। ୟାର ମାନେ ହେଉଛି ଆମକୁ କେବଳ ବହି ପକ ହେବା ଦରକାର ନାହିଁ। ହାତ କଲମରେ କାମ କରି ସହଜରେ 20ରୁ 30 ମାର୍କ ନିଜ ଖାତାକୁ ଆଣିବାର ଏହା ଏକ ଚମତ୍କାର ସୁଯୋଗ। ଯଦି ଆମେ ଷ୍ଟାଣ୍ଡାର୍ଡ 100 ମାର୍କ ଥିଓରି ପେପର କଥା କହିବା, ତେବେ କେବଳ ଗ୍ରୁପ ଏରେ ହିଁ 15ଟି କମ୍ପଲସରି ମଲ୍ଟିପଲ୍ ଚଏସ୍ କିମ୍ବା MCQs ପ୍ରଶ୍ନ ଆସିଥାଏ। ଭାବନ୍ତୁ ତ, ଗୋଟିଏ ପ୍ରଶ୍ନକୁ ଗୋଟିଏ ମାର୍କ। ଏହି 15 ମାର୍କ ପୁରା ବୋନସ୍ ଭଳି। ଯଦି ବିଷୟର ମୂଳ ତତ୍ତ୍ୱ କ୍ଲିୟର ଥିବ, ତେବେ ବିନା କୌଣସି ଲମ୍ବା ଉତ୍ତର ଲେଖି ଆଖି ପିଛୁଡ଼ାକେ ଏହି 15 ମାର୍କ ହାସଲ କରିହେବ। ସିଲାବସ୍ର ଏହି ଧାଡ଼ିଟି ସତରେ ଆମ ପୂରା ଯାତ୍ରାର ସାରାଂଶ କହିଦେଉଛି। ପ୍ରଥମ ବର୍ଷଟି ପ୍ରକୃତରେ ଏକ ଅଭ୍ୟାସ କ୍ଷେତ୍ର କିମ୍ବା ନେଟ୍ ପ୍ରାକ୍ଟିସ୍, କିନ୍ତୁ ଅସଲ ଫାଇନାଲ ମ୍ୟାଚ୍ ହେଉଛି ଦ୍ୱିତୀୟ ବର୍ଷ ଶେଷରେ ହେବାକୁ ଥିବା କାଉନସିଲ ପରୀକ୍ଷା। ସେହି ପରୀକ୍ଷାର ପ୍ରଦର୍ଶନ ହିଁ ଚୂଡ଼ାନ୍ତ ଫାଇନାଲ ସାର୍ଟିଫିକେଟ୍ ଏବଂ ଭବିଷ୍ୟତ ନିର୍ଦ୍ଧାରଣ କରିବ। ତେବେ ବର୍ତ୍ତମାନ ପୂରା ସିଲାବସ୍ର ବ୍ଲୁପ୍ରିଣ୍ଟ ଏବଂ ଆମର ଯୁଦ୍ଧନୀତି ସମ୍ପୂର୍ଣ୍ଣ ସ୍ପଷ୍ଟ। ଏହିଭଳି ଏକ ସ୍ପଷ୍ଟ ରୋଡମ୍ୟାପ୍ ଥିଲେ ପରୀକ୍ଷାର ସେହି ବିରାଟ ଭୟ କେଉଁଆଡ଼େ ଉଭେଇଯାଏ, ଠିକ୍ ନା? କିନ୍ତୁ ଶେଷରେ ଗୋଟିଏ ପ୍ରଶ୍ନ ମୁଁ ସମସ୍ତଙ୍କ ପାଇଁ ଛାଡ଼ି ଯାଉଛି। ଏହି ସ୍ମାର୍ଟ ଷ୍ଟ୍ରାଟେଜି କେବଳ ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ସାହାଯ୍ୟ କରିବ, ନା ଭବିଷ୍ୟତର ବାସ୍ତବ ବ୍ୟବସାୟିକ ଦୁନିଆର ଜଟିଳ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ଏକ ମଜବୁତ ମୂଳଦୁଆ ପକାଇବ? ଭାବିବେ ନିଶ୍ଚୟ।